ଖବରଦାତାଙ୍କୁ କେବେ ମିଳିବ ସେମାନଙ୍କ ଅଧିକାର? ସବୁ ବାଧା ବିଘ୍ନକୁ ଅତିକ୍ରାନ୍ତ କରି ଖବର ସଂଗ୍ରହ କରିଥାନ୍ତି ସାମ୍ବାଦିକ। ସଭିଙ୍କ ଦୁଃଖ ସୁବିଧା ଲୋକଲୋଚନକୁ ଆଣିବା ସହ କିଭଳି ଲୋକଙ୍କୁ ତାଙ୍କର ମୌଳିକ ସୁବିଧା ମିଳିବ ସେଥିପାଇଁ ମଧ୍ୟ ପ୍ରୟାସ ଜାରି ରଖନ୍ତି। କେବଳ ସେତିକି ନୁହେଁ, ଦେଶଠୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଟିକି ନିକି ଖବର ପହଞ୍ଚାଇଥାନ୍ତି ଲୋକଙ୍କ ନିକଟରେ। ଏଥର ସରକାରଙ୍କ ଯୋଜନାଠୁ ଆରମ୍ଭ କରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପର୍ଯ୍ୟନ୍ତ ଲୋକଙ୍କ ଆଗଚରକୁ ଆଣିଥାନ୍ତି, ଯାହାଦ୍ୱାରା କି ଦେଶ ଓ ରାଜ୍ୟରେ କଣ ଘଟୁଛି ତାହାର ସୂଚନା ଅତି ସହଜରେ ପାଇପାରିଥାନ୍ତି ଗଣମାଧ୍ୟମଙ୍କ ଦ୍ୱାରା। ରାଜ୍ୟ ସରକାର ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆଢୁଆଳରେ ରହିଯାଉଛନ୍ତି ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ, ଯାହାକୁ ନେଇ ବହୁବାର ୟୁଏଜି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ପ୍ରେଷ୍ଟିଜ୍ ପ୍ରୋଟେକ୍ସନ ଓ ପେନ୍ସନ ଭଳି ଦାବି କରିଆସିଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିଥିବା ବେଳେ କଣ ପାଇଁ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି? ଏନେଇ ଓୟୁଜେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ କଟକ ଜିଲ୍ଲା ସାଲେପୁର ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଓୟୁଜେର ରାଜ୍ୟ ସଭାପତି ତଥା ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ସଦସ୍ୟ ପ୍ରସନ୍ନ କୁମାର ମହାନ୍ତିଙ୍କ ନେତୃତ୍ୱରେ ବହୁ ସାମ୍ବାଦିକ ଯୋଗଦେଇ ଦାବିଗୁଡ଼ିକୁ ପୂରଣ କରିବା ପାଇଁ ସ୍ୱରୋତ୍ତୋଳନ କରିଛନ୍ତି। ତେବେ ଆଗାମୀ 15 ତାରିଖ ଦିନ ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବେ ବୋଲି ଓୟୁଜେ ରାଜ୍ୟ ସାମ୍ବାଦିକ ସଂଘ ସଭାପତି ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ଯେଭଳି ଭାବରେ ଅଣଦେଖା କରିଛନ୍ତି ତାର ପ୍ରତିବାଦରେ ଓଡ଼ିଶା ସାମ୍ବାଦିକ ୟୁନିୟନ ଆଜି ସାଲେପୁର ଠାରେ ପ୍ରତିବାଦ କରୁଛି ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଏବଂ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା 15 ତାରିଖ ଦିନ ସାରା ରାଜ୍ୟରେ ସାମ୍ବାଦିକମାନେ କଳା ବ୍ୟାଜ୍ ପିନ୍ଧିକି ଏହାର ପ୍ରତିବାଦ କରିବେ। ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଡିମାଣ୍ଡ ସରକାର ଫୁଲଫିଲ୍ କରିଛନ୍ତି, କେବଳ ସାମ୍ବାଦିକଙ୍କୁ ଛାଡ଼ିଦେଲେ। ଏ ଖୋଲାଖୋଲି ଭାବରେ କହିବାକୁ ଗଲେ ସାମ୍ବାଦିକମାନଙ୍କ ପ୍ରତି ଅବହେଳା କରାଯାଇଛି, ଅଣଦେଖା କରାଯାଇଛି ଏବଂ ଏହାର ପ୍ରତିବାଦରେ ଆମେ 28ଟି ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ମେମୋରାଣ୍ଡମ ଦେଇଛେ। ଓଡ଼ିଶାରେ ପ୍ରୋଟେକ୍ସନ ଆକ୍ଟ ଦରକାର, ଓଡ଼ିଶାରେ ସିକ୍ୟୁରିଟି ଦରକାର, ସାମାଜିକ ନିରାପତ୍ତା ସାମ୍ବାଦିକମାନଙ୍କର ଦରକାର, ପେନସନ ସ୍କିମ୍ ଲାଗୁ ହେବା ଦରକାର। 17ଟା ରାଜ୍ୟରେ ପେନସନ ସ୍କିମ୍ ଲାଗୁ ହୋଇସାରିଛି, ତେଣୁ ଓଡ଼ିଶାରେ କିଛି ନୂଆ କରି ଲାଗୁ କରାଯାଉନି। ତେଣୁ ଆକୁ ସରକାର ଯୋଉ ଗମ୍ଭୀରତାର ସହ ନେବା କଥା ମୁଁ ଭାବୁଛି ସେ ଗମ୍ଭୀରତାର ସହ ସାମ୍ବାଦିକଙ୍କ ଡିମାଣ୍ଡକୁ ଗ୍ରହଣ କରିନାହାନ୍ତି। ଏଇଟା ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ଭିତରେ କ୍ଷୋଭ ସୃଷ୍ଟି କରିଛି, ଯାହାର ପ୍ରତିବାଦ ସ୍ୱରୂପ ଆସନ୍ତା 15 ତାରିଖ ଦିନ ସାମ୍ବାଦିକମାନେ ସାରା ରାଜ୍ୟରେ ଓୟୁଜେର ଡାକରାରେ କଳା ବ୍ୟାଜ୍ ପିନ୍ଧିକି ପ୍ରତିବାଦ କରିବେ। ସାଲେପୁର ଜୋସ୍ନାନୀ ସିଂଙ୍କ ରିପୋର୍ଟ, ଭାରତ ଲାଇଭ୍।